ହ୍ୟାଲୋ। ଗୁରୁଜୀ ପ୍ରଣାମ। ଆଜ୍ଞା ଆଜ୍ଞା ପ୍ରଣାମ ପ୍ରଣାମ। ଭଲ ଅଛନ୍ତି ତ? ଆଜ୍ଞା ଆଜ୍ଞା ଭଲ। କୋଉଠି ଭୁବନେଶ୍ୱରରେ? ଭୁବନେଶ୍ୱର ଅଛି ଆଉ। ଆଜ୍ଞା। କୁହନ୍ତୁ। ନା ମୁଁ ବି କେତେ ଦିନ ହେଲା କଥା ହେଇନଥିଲି ଦେହ ଟିକେ ମୋର ଭଲ ନଥିଲା। ଆଚ୍ଛା 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 ଆଚ୍ଛା। ଜର ଫର ହେଇଗଲା ତାପରେ ଏମିତି ହେଇକିରି ଦେହ ଟିକେ ଭଲ ନଥିଲା। ଆଚ୍ଛା 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 ଜର ହେଇଥିଲା ନା? ହଁ ଜର ଥଣ୍ଡା ପୁରା ଲାଗି ରହିଲା। ଓହୋ ହୋ ଏବେ ଭଲ ହେଲାଣି ଦେହ? ହଁ ଭଲ ହେଲାଣି। ଆଚ୍ଛା ଆଚ୍ଛା। ଆଜ୍ଞା ଆଉ ଆପଣ ଭଲ ଅଛନ୍ତି ତ? ଭଲ ଭଲ ସବୁ ଭଲ। ଯୋଉ ଗୋଟେ କଥାଟା ପଚାରିଥାନ୍ତି ଆପଣ ଯେତେବେଳେ କୁହନ୍ତୁ। ପ୍ରଥମେ ମାନେ ଏଇ ଉପରକୁ ଆଇଲେ ଆଜ୍ଞା ଏଇ ଧ୍ୟାନ ଧାରଣା ସବୁ ଯୋଉ କଲେ ପ୍ରଥମେ ଈଶ୍ୱରଙ୍କ ଆଡିକି ଟାଣି ହେଲେ ଯୋଉ ସେଟା ଆଜ୍ଞା। ପ୍ରଥମେ ଆପଣଙ୍କୁ କେତେ ବର୍ଷ ପରେ ଆପଣ ମାନେ ଈଶ୍ୱରଙ୍କର ସାନିଧ୍ୟ ଲାଭ କଲେ? ଏମିତି ତ କେତେ ବୟସରୁ ଆପଣଙ୍କର କେତେ ବୟସରୁ ଆରମ୍ଭ ହେଲା? ଛୋଟବେଳଠୁ ତ ମୁଁ ଠାକୁରଙ୍କୁ ଛୋଟ ବେଳଠୁ ପୂଜା ପୂଜି ତ କରନ୍ତି ଭଲ ମନ୍ଦ ମାନେ ଏଇ ଆଜ୍ଞା ଯୋଉ ଧ୍ୟାନରେ ବସିବା ଏଇ ଜିନିଷଟାକୁ ବୁଝିବା ଏସବୁ ଜାଣିବା ଜିନିଷ ହଁ ଆଜିକି 6 ବର୍ଷ ହେଇଯିବ। ଛଅ ମତେ ଏତେ ବର୍ଷ ଶୀଘ୍ର ଏତେ 6 ବର୍ଷ ଭିତରେ ଆପଣ ଭଗବାନଙ୍କୁ ମାନେ ଦର୍ଶନ କରିପାଇଲେ ନାଇଁ କି? ନା ଦର୍ଶନ କରିବା 6 ବର୍ଷ ହେଇଗଲେ 6 ବର୍ଷ ଯାଇ ତ ମୁଁ ତପସ୍ୟା ଧାରଣା ଏସବୁ ତ ଥିଲା। ନା କେତେ ବର୍ଷର କରିବା ପରେ ଆପଣ ଈଶ୍ୱରଙ୍କର ଇଏ ହେଲେ? ମାନେ ଯେତେବେଳେ ମୋ ଆମେ ମାନେ ବୟସ ଆରମ୍ଭ ସେତେବେଳେ କରୁଛୁ ଏବେ ହଁ ତ ମୋ ବୟସ ହବ 44 ବର୍ଷ। ଆଜ୍ଞା। ତ ସେତେବେଳେ ମୋ ବୟସ ହେଇଯାଇଥିଲା ଭାବି ନିଅନ୍ତୁ 38 ବର୍ଷ ହେଇଯାଇଥିଲା ଭାବି ନିଅନ୍ତୁ। 38 ବର୍ଷରୁ ଆପଣ ଆରମ୍ଭ କଲେ? ନା ଆରମ୍ଭ କଲିନି। 38 ବର୍ଷରେ ଭଗବାନଙ୍କୁ ପାଇଲି। ପାଇଲେ ଆଜ୍ଞା। ଆରମ୍ଭ ଟା କୋଉ ବର୍ଷରୁ କଲେ? ଆରମ୍ଭ କେତେ ମାନେ ବର୍ଷରୁ 20 ଯେମିତି 25 ଦେଖନ୍ତୁ ବର୍ଷରୁ ସାଧାରଣ ଆମେ ଯାହା ଶୁଣିଥାଉ ଯୋଉ ପରିକା ହଁ ଦେଖିଥାଉ ସେପରିକା ମାନିଥାଉ ଈଶ୍ୱରଙ୍କୁ ଆଜ୍ଞା ଆମେ ମୂର୍ତ୍ତି ରୂପରେ ଫଟୋ ରୂପରେ ଯେମିତି ମା ବାପା ପୂଜା କରନ୍ତି ସେପରିକା ମୁଁ ବି ଚିହ୍ନିଥିଲି ସେପରିକା ମୋର ପୂଜା ହଉଥିଲା। ମୋ ଆଜ୍ଞା ଇଷ୍ଟ ଠାକୁର ଥିଲେ ଲକ୍ଷ୍ମୀ ସରସ୍ଵତୀ ଗଣେଶ ଠାକୁର। ହଁ ତାଙ୍କୁ ଆପଣ ସେତେବେଳେ ଖାଲି ପୂଜା କରୁଥିଲେ ନା ଏମିତି ପୂଜା ଧ୍ୟାନରେ କରୁଥିଲି। ବସୁଥିଲେ ନା ନା ମାନେ ମୁଁ ଏମିତି କିଛି ଜାଣିନଥିଲି ନା। ସେଇଟା ତ ପଚାରୁଛି ଆପଣ ଜାଣିଲେ ଆମେ ଯେମିତି ମୁଁ ଯେମିତି ଏବେ 35 ବର୍ଷ ମାନରେ ମୁଁ ଯେମିତି ଜାଣିବାକୁ ପାଉଁଛି ଆଗରୁ ମୁଁ ଆଜ୍ଞା ଜାଣୁଥିଲି ଖାଲି ପୂଜା ତ ସବୁଦିନେ କରୁଛି ଆଜ୍ଞା ସେଇଟା ଆଜ୍ଞା ତ ଷ୍ଟାର୍ଟିଂ ରୁ ହଉଛି 5 ବର୍ଷ ବେଳେ 10 ବର୍ଷ ବେଳେ ତ ପୂଜା ବି ଚାଲିଛି ସେଇଟା ନୁହଁ ମାନେ ଆଜ୍ଞା ଏଇ ଆଜ୍ଞା। ଯୋଉ ଜିନିଷ ଉପରେ ମାନେ ଆଧ୍ୟାତ୍ମିକ ଇଏ ଉପରେ ଆମର ସେତିକି ମାନେ ପ୍ରଗାଢ ଇଏଟା ଆସିଲା କେବେଠାରୁ? ଥରେ କଣ ହେଲା ମୁଁ ଏମିତି ତମ ଛାତ ଉପରେ ବସିଥିଲି ବସିକି ଆଜ୍ଞା ମନେ ମନେ ଭାବୁଥାଏ ସେ ଭିଡିଓରେ ବି କୁହା ହେଇଛି ଗୋଟେ ଭିଡିଓ ହେଇଛି ଦେଖିବେ ହୁଁ ଆତ୍ମ ସାକ୍ଷାତକାର କଣ ଗୋଟେ ଭିଡିଓ ହେଇଛି ତା ଦେହରେ ଦେଖିବେ ହୁଁ ଛାତ ଉପରେ ବସିକି ମୁଁ ମନେ ମନେ ଭାବୁଥାଏ ଭାବୁଥିଲି ମାନେ କଣ ଅଛି ସମୟରେ ପାଠ ସରୁ ସରୁ ଚାକିରି ହେଲା ଚାକିରି ଛାଡୁ ଛାଡୁ ଚାକିରିରେ ଥିବା ଅବସ୍ଥାରେ ଆଉ ଥରେ ପଢିବା ପାଇଁ ଇଚ୍ଛା ହେଲା ମୁଁ +2 ପଢୁଥିଲି ଜବରେ ଆଜ୍ଞା ଜଏନ୍ କଲା ପରେ +3 କମ୍ପ୍ଲିଟ୍ କଲି ପୋଷ୍ଟ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲି ମୁଁ କହିଲି ପାଠ ବି ମୁଁ ପଢିବା ପାଇଁ ଚାହିଁଲି ପଢି ପାରିଲି ତାପରେ ବାହାଘର ବି ହେଇଗଲା ଛୁଆ ପିଲା ବି ଆଜ୍ଞା ହେଇଗଲେ ସବୁ ଠିକ ଠାକ ଚାଲିଛି କିନ୍ତୁ ମୋ ମନ ଭିତରେ ତୃପ୍ତତା କାହିଁକି ନାହିଁ ବୁଝିପାରୁଛନ୍ତି ଏମିତି ଗୋଟେ ବିଚାର ଆସିଲା ମନରେ ହୁଁ ମୁଁ ହୁଁ କାହିଁକି ଚଞ୍ଚଳ ରହୁଛି ଏତେ ଅସ୍ଥିର ରହୁଛି ଦୋକାନଟେ ବି ଜବ୍ କଲି ଜବ୍ ବି ଭଲ ଚାଲିଥିଲା ଜବ୍ ପସନ୍ଦ ହେଲାଣି ବିଜନେସ ମୁଣ୍ଡ ହଁ ପୁରେଇଲି ଏଇଟା ତ ବିଜନେସ ବି ଭଲ କହିଥିଲେ ଚାଲିଛି ଭିଡିଓରେ ମାନେ କିନ୍ତୁ ସବୁ ପାଇଁକି ବି ମନ ଆଜ୍ଞା ଭିତରେ ଇଏ ହେଲା ବ୍ୟାକୁଳତା କାହିଁ ମନ ଭିତରେ ରହୁଛି ମନ ଭିତରେ ଅସ୍ଥିରତା କାହିଁ ରହୁଛି ସବୁ ତ ଠିକ ଠାକ ତାପରେ ହଉଛି ନା ଆପଣ ହଁ ସବୁ ହେଲା ପରେ ଆପଣ ଏ ଯୋଉ ଅଷ୍ଟାଙ୍ଗ ଯୋଗକୁ ଆପଣ କେତେବେଳେ ସବୁ ଇଏ କଲେ ଅଷ୍ଟାଙ୍ଗ ଆକ୍ଚୁଆଲି ଯୋଗକୁ ଦେଖନ୍ତୁ ମୂଳ କଥା ହେଲା ହଁ ଜିଜ୍ଞାସା ବ୍ରହ୍ମ ଜିଜ୍ଞାସା ଯେତେ ଆମ ହଁ ଭିତରେ ଜିଜ୍ଞାସା ପ୍ରବଳିତ ହବ ଈଶ୍ୱର ପ୍ରାପ୍ତି କରିବାର ଇଚ୍ଛା ପ୍ରବଳିତ ହବ ଇଚ୍ଛା ହେଲା ସବୁଠୁ ବଡ କଥା ହଁ ବୁଝିପାରୁଛନ୍ତି ହଁ ହଁ ଯେତେ ପ୍ରବଳ ଇଚ୍ଛା ହବ ସେତେ ନିଷ୍ଠାବାନ ହେଇକି ଆମେ ସବୁ ଜିନିଷ କରିବା ଖୋଜିବା ହଁ ତ ସେତେବେଳେ ମୋ ଯୋଉ ମନରେ ଗୋଟେ ବ୍ୟାକୁଳତା ଆସିଲା ମୁଁ କହିଲି ନାଇଁ ବୋଧେ ମନ ଠକୁଛି ଆମକୁ ମନ ଗୋଟେ ଇଚ୍ଛା ଦେଖଉଛି ଗୋଟେ ଆଶା ଅଭିଳାଷ ଦେଖଉଛି ଫେର ମନ ଆଉ ଥରେ କିଛି ମାନେ ଯାହାକୁ ଆମେ ପାଇବା ପାଇଁ ଚାହୁଁଛେ ସେଟା ପାଇଲା ପରେ ସେଟା ସାଧାରଣ ଲାଗୁଛି ଗୋଟେ ତାପରେ ଆଜ୍ଞା ଆଉ ଗୋଟେ କଣ ଇଚ୍ଛା ଜାଗୃତ ହଉଛି ଆଉ ଗୋଟେ ହୁଁ ଆଶା ଆସକ୍ତି ଜାଗୃତ ହଉଛି ସାଡେ ଫେର ମନ ହଉଛି ତା ଉପରେ ବ୍ୟାକୁଳ ହଉଛି ତ ମତେ ଲାଗିଲା ମନ ବୋଧେ ଆମକୁ ଠକୁଛି ମନକୁ ଚିହ୍ନିବା ମନକୁ ବୁଝିବା ହୁଁ ମନକୁ ବୁଝିବା ପାଇଁ ମୁଁ ସେଠୁ ଇଣ୍ଟରନେଟ୍ ଅଛି ଆମ ପାଖରେ ଆଜିକାଲି ଇଣ୍ଟରନେଟ ରେ ସବୁ ସର୍ଚ୍ଚ କରି ବହୁତ ଭଲ ଖୋଜାଖୋଜି ଭଲ କଲେ ଜିନିଷ ଅଛି ଭଲ ଭଲ ଜିନିଷ ଅଛି ଇଣ୍ଟରନେଟକୁ ଆମେ ଦୁରୁପଯୋଗ କରୁଛେ ଇଣ୍ଟରନେଟ ଯଦି ଆମେ ସଦୁପଯୋଗ କରିପାରିବା ବହୁତ ଭଲ ଭଲ ଜିନିଷ ଆମେ ଶିଖିପାରିବା ତ ଇଣ୍ଟରନେଟକୁ ମୁଁ ସର୍ଚ୍ଚ କଲି ମନ କଣ ମନ ହୁଁ ପରେ ଧୀରେ ଧୀରେ ମୁଁ ସର୍ଚ୍ଚ କଲି ମନକୁ ଖୋଜୁ ଖୋଜୁ ତା ଭିତରେ ମତେ ଗୋଟେ ଶବ୍ଦ ଶୁଣିବାକୁ ମିଳିଲା ବ୍ରହ୍ମ
ହୁଁ ହୁଁ। ବ୍ରହ୍ମ କିଏ ଅଛନ୍ତି, ବ୍ରହ୍ମଙ୍କ ଦ୍ୱାରା ଏ ବ୍ରହ୍ମାଣ୍ଡ ରଚନା ହେଇଛି, ବ୍ରହ୍ମଙ୍କ ଭିତରେ ଏ ବ୍ରହ୍ମାଣ୍ଡ ପରିଚାଳନା ହେଉଛି, ବ୍ରହ୍ମ ହିଁ ଏ ସଂସାରକୁ ପରିବର୍ତ୍ତନ ରୂପରେ ପରିବର୍ତ୍ତିତ କରୁଛନ୍ତି। ଏସବୁ କଥା ତାପରେ ଧୀରେ ଧୀରେ ତାପରେ ପୁଣି ମନେ ମନେ ଭାବିଥିବେ ବ୍ରହ୍ମ କଣ, ତା ଉପରେ ଇଏ ବାସ୍ ବାସ୍ କରିଥିବେ। ବାସ୍ ବାସ୍ ଠିକ୍ କହିଲେ। ବ୍ରହ୍ମ କଣ, ବ୍ରହ୍ମକୁ କେମିତି ଚିହ୍ନିବା, ବ୍ରହ୍ମକୁ ହୁଁ। କେମିତି ତାପରେ ଏଇ ଯୋଉ ଅଷ୍ଟାଙ୍ଗ ଯୋଗ ବି ସାଧନା କଲେ, ଆଜ୍ଞା। ତାପରେ ଏଇ ସବୁ। ସାଧନା ଦେଖନ୍ତୁ, ସାଧନା ଆକ୍ଚୁଆଲି ଅଷ୍ଟାଙ୍ଗ ଯୋଗ କ'ଣ ଆମେ ଜାଣିବା ଦରକାର। ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ମନକୁ ଶୁଦ୍ଧ କରିବା ପାଇଁ ଆମେ ଚେଷ୍ଟା କରୁଛେ। ତା ଦେହରେ ଯମ ଅଛି, ହଁ, ଯମ ଯମରେ ନିୟମ ଆସନ ନିୟମ, ପ୍ରାଣାୟାମ ସବୁ ମୁଁ ଆଜ୍ଞା, ଏସବୁ ସବୁ ଜିନିଷ ଗୋଟେ ଆମେ ଆପଣଙ୍କର ସବୁ ଭିଡିଓ ଦେଖି ଗୋଟେ ଖାତା କରିକିରି ସବୁ ଗୋଟେ ଗୋଟେ ପଏଣ୍ଟ 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 କରିକି ସବୁ ଲେଖୁଛି। ମାନେ ଆଜ୍ଞା ଯମଟା ପୁଣି ତା ଦେହରେ କେତେ 4-5 ପ୍ରକାର ଅଛି ଆଜ୍ଞା ହେଲା। ଆଜ୍ଞା, ପାଞ୍ଚ ସେଟା ପ୍ରକାର ସବୁ ଯମ, ନିୟମ ଲେଖୁଛି। ପାଞ୍ଚ ପ୍ରକାର। ମାନେ ଦେଖନ୍ତୁ, ସବୁ। ଏସବୁ ହେଲା ହଁ ମନ ଭିତରେ ଶୁଦ୍ଧତା ଆଣିବା, ପବିତ୍ରତା ଆଣିବା, ସମଦୃଷ୍ଟି ଆଣିବା। ଏସବୁ ଆଚରଣ ଧୀରେ ଧୀରେ ଯେତେବେଳେ ଗୋଟେ ଗୋଟେ କଥାକୁ ଆମେ ବୁଝିବା, ଗୋଟେ ଗୋଟେ କଥାକୁ ଆମେ ଜାଣିବା, ସ୍ୱତଃ ବୈରାଗ୍ୟ ଆମ ଭିତରେ ଆସିବ। ଆଉ ତାପରେ ଆମେ ଯେତେବେଳେ ହେଉଛି, ମାନେ କହିବାର ତାତ୍ପର୍ଯ୍ୟ ମୂଳ ହେଲା ବ୍ରହ୍ମ ଜିଜ୍ଞାସା। ହଁ ବ୍ରହ୍ମ ଜିଜ୍ଞାସା ଯେତେ ପ୍ରବଳିତ ହେବ, ଧୀରେ ଧୀରେ ଆମେ ବ୍ୟାକୁଳ ହେଇକିରି ଖୋଜିବା। ବୁଝିପାରୁଛନ୍ତି? ଆଉ ଦ୍ୱିତୀୟ ହେଲା, ଏବେ ଆପଣ ବି ସେଇ ବ୍ରହ୍ମ ହିଁ ଅଛନ୍ତି, କିନ୍ତୁ ଚିହ୍ନି ପାରୁନାହାନ୍ତି। ମନର ସ୍ତରରେ ହଜି ମଜି ଯାଇଛନ୍ତି, ଦେହ ମାନି ନେଇଛନ୍ତି। ତାପରେ ଏସବୁ ମନ ବି ଏ ଭୌତିକ ସଂସାରରେ ବାନ୍ଧିଛନ୍ତି ହେଇଯାଇଛି। ତ ଧୀରେ 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 ତେବେ ଧୀରେ ଏ ସବୁ ଏମିତି ହେଲା ପରେ ଆପଣ ଆଉ କୋଉଥିରେ ତ ମନ ଦେଇନଥିବେ, କେବଳ ସେଇ ଗୋଟେ ଜିନିଷ ଖୋଜି ଠିକ ବୁଲୁଥିବେ, ପୁରା କହିଲେ, ପାଗଳ ଭଳିଆ ଠିକ କହିଲେ, ଲାଗୁଥିବ ନା ଠିକ ନାଇଁ? କହିଲେ, କାହିଁକି ନା ଠିକ ମୁଁ କହିଲେ। ଅନୁଭବ କରେ ଦୋକାନରେ ଦି ଜଣ ପିଲା ଥିଲେ, ହୁଁ, ଦୋକାନ ସଦାବେଳେ ପାଇଁ ସେମାନେ ଦେଖନ୍ତି। ମାନେ ପାଖାପାଖି ମୁଁ 5 ମାସ ବହୁତ ଗଭୀର ସାଧନା ହେଲା। 5 ମାସ ଆଉ କିଛି କାମ ନାହିଁ, କିଛି ମାନେ ଧନ୍ଦା ନାହିଁ। କୋଉଠି କଲେ, ସେ ଘରେ ନା ସେ ଅନ୍ୟ କୁଆଡେ ପଳେଇଲେ? ନା ନା, କୁଆଡ଼େ ଯାଇନି, ମୁଁ ସେଇଠି ଦୋକାନକୁ ସେ ଲାପଟପ୍ ଆଣେ। ସକାଳେ ଆସିଲେ ତ ସମସ୍ତେ ଦେଖନ୍ତି ବିଜନେସ୍ କେତେ ହେଲା, କ'ଣ ଜିନିଷ ଆସିବ, କ'ଣ। ହୁଁ। ମୁଁ ସବୁ ବିଜନେସ୍ ଟୋଟାଲ୍ ଛାଡ଼ିଦେଲି। ମୁଁ କେବଳ ସକାଳେ ଆସେ, ଲାପଟପ୍ ଓପନ୍ କରେ, ମନକୁ ଖୋଜୁ ଖୋଜୁ ଅନେକ ସାଧୁ ସନ୍ତଙ୍କର ବହୁତ ବଢ଼ିଆ ବଢ଼ିଆ ଜ୍ଞାନ ସବୁ। ସେଗୁରା ଦେଖି 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 ନିଶ୍ଚୟ ମାନେ ନିଶ୍ଚୟ ଦିନ କଟିଯାଏ। ତାପରେ ନିଶ୍ଚୟ। ୟା ଦ୍ଵାରା ଫ୍ୟାମିଲି ଉପରେ କିଛି ପ୍ରଭାବ ପଇଲା କି? ମାନେ ଆପଣଙ୍କ ମିସେସ୍ ବି ଯାହା ବି ହେଲେ ଟିକେ କଣ କହିଥିବେ ଯେ ଏତେ ସବୁ ଜିନିଷ ଟାଇମ୍ ନଉଛ, ଇଏ ସିଏ ନିଶ୍ଚିନ୍ତ ଚାଲିଥିବ ଘର ଭିତରେ ଟିକେ। ନାଇଁ, ଠିକ କଥା କହିଲେ। ଫ୍ୟାମିଲି ଉପରେ କାହିଁକି ନା ମୁଁ ନିଶ୍ଚୟ। କାହିଁକି ଆପଣ ଖରାପ ଭାବୁଥିବେ ମତେ, ନାଇଁ ନାଇଁ ନାଇଁ, କାହିଁକି ନା ଦେଖନ୍ତୁ, ମୁଁ ମାନେ ଦେଖନ୍ତୁ, ମୁଁ କାହିଁକି ମୁଁ ପଚାରୁଛି, ଦେଖନ୍ତୁ, ସମୟ ମୁଁ ଥିଲା। ଦିନେ ଭାବିଲି। ନାଇଁ ନାଇଁ, ଶୁଣନ୍ତୁ, ସମୟ ଥିଲା, ମୁଁ ବି ଏମିତି ବ୍ୟାକୁଳ ଥିଲି। ମୋତେ କିଏ ମିଳନ୍ତି କି, କାହାକୁ ଟିକେ ସବୁ କଥା ପଚାରନ୍ତି, କାହାକୁ ଟିକେ ବୁଝନ୍ତି। ଆଉ ମୁଁ ଯେଉଁ ସ୍ଥିତିରେ ଥିଲି, ଏବେ ଆପଣ ସେଇ ସ୍ଥିତିରେ ଅଛନ୍ତି, କିଛି ମାନେ ଅସୁବିଧା ନାହିଁ। ଏମିତି ମୁଁ ହେଲା ଯେତେବେଳେ, ମାନେ ଯାହା ବି ହେଲେ ସମସ୍ତେ କଣ ସବୁ ମନ ସମାନ। ମୁଁ ନାଇଁ ନାଇଁ, ଯେମିତି ନିଶ୍ଚୟ। କରିଛି ବୋଲି ମୋ ହଜବେଣ୍ଡ ଟିକେ ତୁ ଏତେ ସମୟ ଇଏ କରୁଛୁ, ନାଇଁ ନାଇଁ, ସିଆଡେ ଦେଖନ୍ତୁ। ଟାଇମ ଦେଇ ନଉଛୁ, ଏମିତି କହନ୍ତି। ମୁଁ ଆଡେ ଆକ୍ଚୁଆଲି ମୁଁ ମାନେ ମୋର ବିଏସସି ବିଡି ନା, ମୁଁ ଆଜ୍ଞା ଅପର ପ୍ରାଇମାରୀ 1 ରୁ 8 ଚାକିରି ପାଇଲି, ହାଇସ୍କୁଲ ବାହାରିଛି। ମତେ ଆଜ୍ଞା କହିଲା ଆଜ୍ଞା ହାଇସ୍କୁଲ ପଢ, ହାଇସ୍କୁଲ ଆଜ୍ଞା ପଢିକି ହାଇସ୍କୁଲ ପକା। ମୁଁ କହିଲି, ମୁଁ ତାଙ୍କୁ କହିଲି, ମୁଁ କହିଲି କଣ ପଢିବି, କଣ ପାଇଁ ପଢିବି? ମୁଁ ତାଙ୍କୁ ପଚାରିଲି ଦିନେ, ମୁଁ କହିଲି ମୁଁ ପଢିବିନି, ତମେ ମତେ ଦୟା କରିବା, ମତେ ପଢାରେ ପୁରା ନା କାହିଁକି? ମୁଁ କହିଲି ଆମେ ଯେତିକି ଚଳିବା, ଯେତିକି ଟଙ୍କା ଆମର ସେଇ 17 ହଉ 20 ହଉ ଯେତିକି ପାଉଛେ, ସେତିକି ତ ଆମେ ଚଳି ଯାଉଛେ। ଆଉ ତ ଆଜ୍ଞା ପଇସା ଆମର କଣ ହବ? ଭଗବାନ ତ ଗୋଟିଏ ପୁଅ ଦେଇଛନ୍ତି, ତାକୁ ଆଜ୍ଞା ଯଦି ଆଜ୍ଞା କୂଳକୁ ଲଗେଇଲେ ସେଟା ଇଏ କର, ଆଉ କିଛି ଆମର ମାନେ ଫ୍ୟାମିଲି ଭିତରେ କଥା ନା ତାହେଲେ ତୁ ପଢାପଢି। ମୁଁ କହିଲି ମୋର କୋଉଥିରେ ଇଚ୍ଛା ନାହିଁ, ତମେ କହିଲେ କଣ ହବ? ମୁଁ ଦିନଠୁ ରାତି ଯାଏଁ ଏଇ ସବୁ ଭଲ ମନ୍ଦ ଜିନିଷ ଶୁଣି, ମାନେ ସବୁ ସାଧୁ ସନ୍ତଙ୍କର ଶୁଣି ଶୁଣି ସବୁ ଇଏ ଆଜ୍ଞା କରି ତାକୁ ଲେଖେ, ତାକୁ ଇଏ କରେ। ଏଇଥରକ ଯୋଉ ଆମର ପଇଲା ଦେବ ଉତ୍ଥାପନ ଏକାଦଶୀ ଆଜ୍ଞା ଆଜ୍ଞା କାର୍ତ୍ତିକରେ, ମୁଁ ଆଜ୍ଞା ହେଲେ ଏଥର ଏକାଦଶୀ ବ୍ରତ ଟା ଏଥର ଆରମ୍ଭ କଲି। ମନ୍ଦିରରେ ଯାଇ ସଂକଳ୍ପ କରିକି ଏକାଦଶୀ ବ୍ରତ ଆରମ୍ଭ କଲି ହେଲା। ଆଜ୍ଞା ଆଜ୍ଞା। ଏକାଦଶୀ ବ୍ରତରେ ମୁଁ ଭାବିଥିଲି 16 ମାଳା ମହାମନ୍ତ୍ର ଜପ କରିବି ବୋଲି। ଷୋଳ ଆଚ୍ଛା ମାଳା ଆଚ୍ଛା ବାକି ଆଚ୍ଛା କରି ହେଲାନି, ଫ୍ୟାମିଲି ଭିତରେ ରହିକି 10 ମାଳା କଲି। ଅତି ଆଜ୍ଞା କଷ୍ଟରେ ରାତି 9ଟା ପର୍ଯ୍ୟନ୍ତ 10 ମାଳା କଲି। ଏମିତି ହେଲା, ସିଏ ଗୋଟେ ଦିନ ଯାହା ଯେମିତି କଟିଗଲା। କାଲି ସେମିତି ପଡିଗଲି ଯେ ହାତଟା, ବାଁ ହାତ ପିଟି ହେଇଗଲା ଏତେ ଜୋରେ, ମୁଁ ଭାବିଲି ହାତ ଭାଙ୍ଗିଗଲା। ଖଣ୍ଡିଆ ଖଣ୍ଡିଆ ଓହୋ ହେଇଯାଇଛି, ହୋ କିନ୍ତୁ ହାତଟା ଖଣ୍ଡିଆ ଓହୋ ହେଇଯାଇଛି, କିନ୍ତୁ ଆଉ ଦେଖନ୍ତୁ ସେ ଖଣ୍ଡିଆଟା ସିନା ହେଲା, କିନ୍ତୁ ଆଜ୍ଞା। ଦରଜ ବି ନାହିଁ, ଦେହ ହାତ ଦରଜ ବି ହେଲାନି, କିଛି ହେଲାନି। କିନ୍ତୁ ଏତେ ଜୋରରେ ପଇଲି, ମୋ ମୁଣ୍ଡ ପିଟି, ନାଇଁ କିନ୍ତୁ ନାଇଁ, କିଛି ଶୁଣନ୍ତୁ ହେଲାନି। ମୁଁ ଶୁଣନ୍ତୁ ଭାବିଲି ଶୁଣନ୍ତୁ ଗୋଟେ କଥା। ଠାକୁରଙ୍କର ଯୋଗ ନାହିଁ, ମୋର ପୂଜାରେ ବାଧା ହବ ବୋଲି ଠାକୁର ଦେହ ବି ମୋର ଭଲ କରିଦେଲେ ନା, ହେଲା। ଭୁଲ ଭୁଲ ଭୁଲ। ଦେଖନ୍ତୁ ଗୋଟେ କଥା, ହୁଁ ଦେଖନ୍ତୁ ବାଧା, ଦେଖନ୍ତୁ, ସାଧାରଣ ସାଧାରଣ ଆମ ଜୀବନରେ ପଡୁନି କି, କେବେ ପଡିନାହାନ୍ତି? ହୁଁ ପଡି ହୁଁ ଯାଉଛନ୍ତି, ବହୁତ ଥର ପଡିଥିବେ, କି ବହୁତ ଥର ଦେହ ମୁଣ୍ଡ ବି ଖରାପ ହେଇଥିବ, ବହୁତ ଥର ଅଫିସିଆଲି ବି ବହୁତ ସାରା ଷ୍ଟ୍ରଗଲ୍ସ କରିଥିବେ, ଟ୍ରବୁଲ୍ସ ଆସିଥିବ। ଏସବୁ ଦୈନନ୍ଦିନ ଜୀବନରେ ହୁଏ। କିନ୍ତୁ ଆମେ ଯେହେତୁ ଗୋଟେ ଜିନିଷକୁ ସଂକଳ୍ପ କରୁଛେ, ସାଧନା କରୁଛେ, ଆମେ ସବୁ ଜିନିଷକୁ ସେ ତୁଳନା କରୁଛେ ଯେ କାଳେ ଏଇଟା କରିବାର ଠାକୁର ପରୀକ୍ଷା କରୁଛନ୍ତି କି, କାଳେ ସେଇଟା କରିବାର ହୁଁ ଠାକୁର ପରୀକ୍ଷା କରୁଛନ୍ତି, କେମିତି ଏଇପରିକି ଆମେ ତୁଳନା କରୁଛେ। କିନ୍ତୁ ସତ୍ୟ ତା ନୁହଁ। ସତ୍ୟ ହେଲା ହୁଁ ହେଉଛି, ଆମେ ଦେଖନ୍ତୁ, ସବୁ ଆମ ଯାହା ରେସ୍ପନ୍ସିବିଲିଟି ଅଛି, ଆମର ଯାହା ବି
ଆମର ହେଉଛି ରେସ୍ପନ୍ସିବିଲିଟି ଅଛି, ତାକୁ ଆମେ କରିବା, ତା ସଙ୍ଗେ ସଙ୍ଗେ ସାଧନା କରିବା। ଆଉ ଛୋଟ ଛୋଟ କଥା, ଏସବୁ କଥାକୁ ଆମେ ରିଲେଟ୍ କରିକି ଦେଖିବାନି, ଆକୁ ଇଗ୍ନୋର କରିବାର ଅଛି, ଏସବୁ ଜିନିଷକୁ ଛାଡ଼ିଦେବାର ଅଛି। ଆଉ ଯେଉଁ ମୋ କଥା କହୁଥିଲେ, ଆଜ୍ଞା। ଆକ୍ଚୁଆଲି ହଁ ଯେହେତୁ ମୋର ପେନସନ୍ ଅଛି, ହଁ ପେନସନ୍ ଅଛି, ପେନସନ ଅଛି। ଦୋକାନ ବି ଚାଲିଥିଲା, ତ ହୁଁ ମୋତେ କେହି ଘରେ କିଛି କୁହନ୍ତିନି। ମାନେ ମୁଁ ମୋ କର୍ତ୍ତବ୍ୟକୁ ସଜାଡ଼ିକି ରଖିଥିଲି। ଘରେ ଯାହାର ବି ଯେଉଁଠି ବି ଅସୁବିଧା ହେଲେ କିଏ କହିବେ ନା। ତ ହୁଁ ଦୋକାନ ବି ଚାଲିଥିଲା, ଆଉ ଯେଉଁ 2 ଜଣ ଭାଇ ଥିଲେ ଦୋକାନରେ, ସେମାନେ ବି ବହୁତ ସୁନ୍ଦର ଭାବରେ ନିଜ ଦୋକାନ ଭଳିଆ ଦେଖନ୍ତି। ମୁଁ ବି ତାଙ୍କୁ କେବେ ପାତର ଅନ୍ତର କରିନି ଦୋକାନରେ ଥିଲେ ବୋଲିକିରି। ସେ ବି ହୁଁ। ନିଜ ଦୋକାନ ଭଳିଆ ଦେଖନ୍ତି, ମୁଁ ବି ତାଙ୍କୁ ନିଜ ଭାଇ ଭଳିଆ ଦେଖେ। ତ ମୁଁ ଥିଲେ ବି ଯାହା, ମୁଁ ନଥିଲେ ବି ସେୟା, ସେ ନା ତାଙ୍କ କାହା ଉପରେ ବିଜନେସକୁ ଆପଣଙ୍କର ମ୍ୟାନେଜ ପ୍ରଭାବ କରନ୍ତି। ପଡିନଥିବ, ପଇସା ପତ୍ର ସବୁ ଠିକ ଥିବ, କିନ୍ତୁ ହେଲେ ବି ଯାହା ବି ହେଲେ ଆପଣଙ୍କର ହଁ, ମିସେସ୍ ର ପ୍ରଭାବ ଟିକେ ମନ ପଡ଼ିଛି କ'ଣ ଦେଖନ୍ତୁ, ପ୍ରଭାବ ହଁ ଆକ୍ଚୁଆଲି କେଉଁଠି ପଇଲା, ହଁ ଯେତେବେଳେ ମୋର ଅନୁଭବ ହେଲା, ଅନୁଭବ ହେଲା ପରେ ମୁଁ ପାଗଳ ପରିକା ହେଇଗଲି। ହୁଁ କାହିଁକିନା ମୁଁ ଯୁଆଡ଼େ ଦେଖୁଛି ମୁଁ ହିଁ ମୁଁ, ଯେଉଁ 2 ଜଣ ପିଲାଙ୍କ କଥା କହିଲେ ସିଏ ବି ମୁଁ, ଦୋକାନ ଆଗରେ ଜଣେ ମଉସା ପ୍ରେସ୍ କରନ୍ତି, ହଁ ମୁଁ ଦେଖୁଛି ସିଏ ବି ମୁଁ, ଜଣେ ଟଲି ଚାଳନ୍ତି ଜଣେ ବିଜୟ ମଉସା ଅଛନ୍ତି, ସିଏ ବି ମୁଁ, ମାନେ ତାଙ୍କ ଯୁଆଡ଼େ ତାଙ୍କ ଭିତରେ ଦେଖୁଛି ଆପଣ ନିଜକୁ ଦେଖିପାଇଲେ। ତାଙ୍କ ଭିତରେ ନିଜକୁ ଦେଖିପାରିଲି ନୁହଁ, ମୁଁ ଚିହ୍ନୁଛି ମୁଁ ହିଁ ସିଏ। ଆକ୍ଚୁଆଲି ସତ୍ୟ ହେଲେ ଏଇଟା, ଆମେ ହଁ ଦେହ ଭାବରେ ହଜି ମଜି ଯିବାରୁ ଆମେ ଶରୀର ଶରୀର ମଧ୍ୟରେ ପାର୍ଥକ୍ୟ କରିଛେ, ତାପରେ କିନ୍ତୁ ଏଇଟାକୁ ସତ୍ୟ ତ ହେଲା ସାଧନା ବଳରେ ଜାଣିଥିବେ ନା, ଆଉ କେମିତି ଜାଣିଲେ ସାଧନା ଟା ଯୋଉ ପାଞ୍ଚ ନିଶ୍ଚୟ ମାସ କଲେ? ସାଧନା, ନିଶ୍ଚୟ ସେ ସାଧନା, ଯୋଉ ସାଧନା ଟା ବିନା କରନ୍ତି ସାଧନାରେ କଣ କେମିତି ମାନେ ମାନେ କେତେ ସାଧନା। ସମୟ ଭଗବାନଙ୍କୁ ଡାକନ୍ତି? ଧ୍ୟାନ ଧାରଣରେ କେତେ ସମୟ ବସନ୍ତି? ଧ୍ୟାନ ଅବଶ୍ୟ ମୁଁ ବେଶୀ ସମୟ କରିନି, ଧ୍ୟାନ ମୁଁ କେତେ 40 ମିନିଟ୍ କି 1 ଘଣ୍ଟା ଏମିତି ଧ୍ୟାନରେ ବସେ। ବାକି ମୁଁ ଯେଉଁ ଗୁରୁଦେବଙ୍କୁ ସବୁ ମାନେ, ତାଙ୍କ ଯେଉଁ ଭିଡ଼ିଓ ସରିକା ଦେଖେ, ତାକୁ ଏକାଗ୍ର ଚିତ୍ତରେ ଦେଖେ। ପୁରା ମୁଁ ଯେତେବେଳେ ଦେଖେ ଶରୀରକୁ କିଛି ବାଧା ଦେଇକିରି, କାରଣ ଶରୀରକୁ ଯେତେବେଳେ କିଛି ପେଇନ୍ସ ହେବ, କିଛି ବାଧାବିଘ୍ନ ହେବ, ଶରୀର ବର୍ତ୍ତମାନରେ ରହିବ, କିଛି ହୁଁ ଚିନ୍ତା ଚିନ୍ତନ ଭିତରେ ହଜିବନି ମନ। ହୁଁ ବୁଝିପାରୁଛନ୍ତି ତ? ଆଜ୍ଞା। କିଛି ମୁଁ ଯେଉଁ ଷ୍ଟୁଲ୍ ଉପରେ ବସିଥାଏ, ଷ୍ଟୁଲ୍ ଗୋଡ଼ରେ ଛୋଟ ଛୋଟ ପଟ୍ଟା ବାହାରିଥାଏ, ତାପରେ ମୁଁ ଗୋଡ଼କୁ ରଖେ, ଯେଉଁଟାକି କଣ୍ଟା ଫୁଟିଗଲା ଭଳିଆ ଲାଗୁଥାଏ। ମୋତେ ଟିକେ ବୁଝିପାରୁଛନ୍ତି ତ, ଟିକେ ପେନ୍ ହଁ ବୁଝିଲି ହେଉଥାଏ। ବୁଝିଲି ବୁଝିଲି, ମୁଁ କଷ୍ଟ ତା ଶରୀର କଷ୍ଟ କଷ୍ଟକୁ ଦେଇକି। ଦେଇକିରି ମୁଁ ଏକାଗ୍ର ଚିତ୍ତରେ ଆଗ୍ରହ ସହିତ ଶୁଣୁଥାଏ। ତ ଏଇଟା କୁହନ୍ତି ମୁମୁକ୍ଷତ୍ୱ। ଆଉ କେତେ ରାତିରେ କେତେ ସମୟ ଯାଇ ଦେଖନ୍ତି? ନା, ରାତିରେ ନୁହଁ, ମୁଁ ନର୍ମାଲ୍ ଦୋକାନରେ ଯେତେ ସମୟ ରୁହେ, ଦୋକାନ ବନ୍ଦ ହେଇଯାଏ 8ଟା 9ଟା ବେଳେ, ଆଉ ଏଇ ଧ୍ୟାନ ଟା ଘରକୁ ଯାଇ କେତେବେଳେ କରନ୍ତି? ଭୋରୁ ରାତି ସକାଳେ 4ଟାରୁ ଉଠି? କରେ। ସକାଳେ ମୋର ଯେହେତୁ ମୁଁ ଆର୍ମିରେ ଥିଲି, ଆର୍ମିରେ ସେଲେକ୍ଟ ହେବା ପୂର୍ବରୁ କି ସେଲେକ୍ଟ ହେଲା ପରେ, ମୋ ବିଧିବତ 4ଟା ପୂର୍ବରୁ ଉଠିଯାଏ, 4ଟାରେ ଉଠିଯାଏ, 4ଟାରେ କେତେବେଳେ 3ଟା 45ରେ, ଏମିତି ସକାଳୁ ଉଠିବାର ମୋର ଅଭ୍ୟାସ ଯେହେତୁ ଥିଲା, ମୁଁ ସକାଳୁ ଉଠିକିରି ଟିକେ ରନିଂ କରେ, ଟିକେ ଛୋଟ ମୋଟ ଏକ୍ସରସାଇଜେସ୍ କରେ, ତାପରେ ମୁଁ ଧ୍ୟାନ କରେ ଏକାଗ୍ର ଚିତ୍ତରେ ବସିକିରି। ମାନେ ତ ଗାଧେଇ ସାରିକି ତ? ନା, ଆକ୍ଚୁଆଲି ମୋ କେସ୍ରେ କ'ଣ, ମୁଁ ନ ଗାଧେଇକିରି, କାହିଁକିନା ଦେଖ, ଯେତେବେଳେ ଆମେ ପରିଶ୍ରମ କଲେ ନା, ପରିଶ୍ରମ କଲା ପରେ ମନ ଟିକେ ଶାନ୍ତ ହେଇଯାଇଥାଏ। ମୁଁ ହଁ ସେମିତି ହଁ ବସି ଆଗ ଧ୍ୟାନ କରେ 1 ଘଣ୍ଟା ପାଖାପାଖି। ଦେଖନ୍ତୁ, ଦେହ ଶୁଦ୍ଧି ମାଧ୍ୟମରେ ଅନ୍ତଃଶୁଦ୍ଧି ହୁଏ, ହଁ କିନ୍ତୁ ଆମେ ଯଦି ଜିଜ୍ଞାସା ସହିତ ଆମେ ଯଦି କରିପାରିବା, ଦେହ ଶୁଦ୍ଧି ବିନା ବି ଅନ୍ତଃଶୁଦ୍ଧି ହେଇପାରିବ, ମନ ସ୍ଥିର ହେଇପାରିବ। କାହିଁକିନା ସାଧନା, ଏ ଯେଉଁ ଧ୍ୟାନ ଯେଉଁଟା ହେଲା, ଧ୍ୟାନ ହେଲା ମନର ସାଧନା। ବୁଝିପାରୁଛନ୍ତି? ହଁ ହଁ ଦେହ ବୁଝିଲି। ଶୁଦ୍ଧିର ବି ଆବଶ୍ୟକ ଅଛି, ମୁଁ ମନା ହୁଁ କରୁନି ନାହିଁ ବୋଲି, କିନ୍ତୁ ମୁଁ ଯେହେତୁ ସେ ସ୍ଥିତିରେ ମୋତେ ଯେତେବେଳେ ମୁଁ ଏକ୍ସରସାଇଜ୍ କରିସାରିଥାଏ, ଟିକେ ମୋତେ କାହିଁ ଟିକେ ଭାରି ହାଲକା ଲାଗେ, ମୋତେ ଗୋଟେ ବସିବା ପାଇଁ ବି ଟିକେ ଶରୀର ଟିକେ ଥକି ଯାଇଥାଏ, ବସିବା ପାଇଁ ବି ଟିକେ ଭଲ ଲାଗେ, ଯାହା ପ୍ରତିଫଳ ସ୍ୱରୂପ ମୋତେ ଟିକେ ଜଲ୍ଦି ମନ ସ୍ଥିର ହୁଏ। ତ ମୁଁ ବସିକି ଆଗ ଧ୍ୟାନ କରେ, ଧ୍ୟାନ ଘଣ୍ଟେ ଘଣ୍ଟେ କରେ, ତାପରେ ସେଠୁ ଗାଧୁଆ ପାଧୁଆ ସାରିକିରି ଯେଉଁ ଈଶ୍ୱରଙ୍କ ଯେଉଁ ପୂଜା ମୁଁ ଯେମିତି କରେ ବିଧିବତ, ତାପରେ ପୂଜା କରେ, ପୂଜା କଲା ପରେ ଆଉ ଟିକେ ବସିକିରି ଆଉ ଟିକେ ଧ୍ୟାନ କରିଦିଏ, ତାପରେ ମୁଁ ଦୋକାନ ଯାଏ। ତ ମୋ କେସ୍ରେ ପ୍ରଭାବ ପଡ଼ିଥିଲା କ'ଣ, ସେ ବ୍ରହ୍ମାନୁଭୂତି ହେଲା ପରେ, ହଁ ମାନେ ମୁଁ ଯୁଆଡ଼େ ଦେଖୁଛି ମୁଁ ହିଁ ମୁଁ, ଏ କଥା କାହାକୁ ବା କହିବା, କିଏ ବା ବିଶ୍ୱାସ କରିବେ? ତାପରେ ପାଗଳିଆ ମାନେ ନାଗିବ ସବୁ କଥା। ଘରେ ହଁ ଘରେ ଆକ୍ଚୁଆଲି ମୁଁ ପୁରା ମ୍ୟୁଟ୍ ହେଇଗଲି, କାହା ସାଙ୍ଗରେ କିଛି କଥାବାର୍ତ୍ତା ନାହିଁ। କିନ୍ତୁ ତାପରେ ଗୋଟେ ଆପଣଙ୍କ ମିସେସ୍ ବି କାନ୍ଦିଥିବେ, ଭାବିଥିବେ। ବହୁତ ବହୁତ ହେଇଛି। ମୁଁ ରୋବୋଟ ଭଳିଆ ଖାଲି ଆସିଲି, ଖାଇଲି, ଶୋଇପଡ଼ିଲି ମାନେ ରାତିରେ ମୋତେ ନିଦ ବି ହୁଏନି, କିନ୍ତୁ ଅନେଇଥିବି ରାତି ପାଇଁ ଯାଏ। ମାନେ ସେ ସ୍ଥିତି ଏକଦମ ଶାନ୍ତ ସ୍ଥିତି, ତୃପ୍ତ ସ୍ଥିତି, ମାନେ ଯାହାକୁ ପାଇଲେ ଆକ୍ଚୁଆଲି ପରମାନନ୍ଦ ପରମାନନ୍ଦ ବାରମ୍ବାର ତ ମୁଁ ଶୁଣିଛି, କିନ୍ତୁ ସେଟାକୁ ଏ ଶରୀର ନିଜେ ଅଙ୍ଗେ ନିଭେଇଛି ପରମାନନ୍ଦ ସ୍ଥିତିରେ।
ମୁଁ ଦୋକାନରେ ବସିଛି ଖୁସିରେ ବସିଛି, ଚାଲୁଛି ଖୁସିରେ ବସିଛି, ମାନେ ଯାହାକୁ ଦେଖେ ମୁଁ କାନ୍ଦେ ଖାଲି, ମାନେ ଆରେ ଆଉ ଇଏ ବି କିଛି ମୁଁ, ଆଉ ଇଏ କାହା ବି ମୁଁ। କଥା ଜାଣିପାରନ୍ତିନି। ଆଉ ନା ଜାଣିପାରିବି ମାନେ କଣ, ସବୁ ଜଣା ପଡୁଛି କିନ୍ତୁ ମୁଁ ଚିହ୍ନିଛି ନା ସବୁ ମୁଁ ହିଁ ବୋଲିକିରି, ବୁଝିପାରୁଛନ୍ତି? ନା ସେଠି ଯଦି କଣ ଜଣେ ଗୋଟେ ଅଭାବନୀୟ ଘଟଣା କିଛି ଘଟିଲା କି କଣ ଦୁଃଖ ଘଟଣା ଘଟିଲା, ସେଟା ଦେଖିଲେ ଆପଣଙ୍କର ମାଇଣ୍ଡ ବିଚଳିତ ହୁଏନି? ସେମିତି ତ କିଛି ଅଭାବନୀୟ ଘଟଣା ହରିକା କିଛି ମନେକର ଘଟିନି। କଣ ଗୋଟେ ଆକ୍ସିଡେଣ୍ଟ ହେଲା, କି ଗୋଟେ ଏକ୍ସପାର୍ଟ କରିଗଲା, କି ଗୋଟେ କଣ ଏମିତି ଶୁଣିଲେ କି ଦେଖିଲେ ବି କିଛି ରିଆକ୍ସନ ନାହିଁ? ହଁ, ସେ ପିରିୟଡ଼ ଭିତରେ ତ ସେମିତି କିଛି ମୁଁ ଅନୁଭବ କରିନି। ତଥାପି ଆଉ କିଛିଟା ପ୍ରୁଡେନ୍ସିଆଲ କଥା କହୁଛି। କିଛି ବିଜନେସ୍ ବେପାରରେ କିଛି ଲୋକ ପଇସା ଦିଅନ୍ତି, କିଛି ଲୋକ ଫାଙ୍କି ଦିଅନ୍ତି, ପଇସା ହରିକା ହଁ ହଁ ଦେଇନଥାନ୍ତି। ତ ଯାହାଙ୍କୁ ମୁଁ ଟିକେ ନିଜ ଶତ୍ରୁ ଭଳିଆ ଭାବୁଥିଲି, ମୁଁ ଦେଖୁଛି ସିଏ ବି ମୁଁ, ମାନେ କେହି ଶତ୍ରୁ ନାହାନ୍ତି, ସବୁ ମୁଁ। ମୋ ପଇସା ସେମାନେ ନେଇକରି ଫାଙ୍କି ଦେଇଛନ୍ତି, କିନ୍ତୁ ମୋ ଭିତରେ ଗୋଟେ ବିଚାର ଜାଗ୍ରତ ହେଲା। ମୁଁ କହିଲି ଛୋଟକେଇଟା ପଇସା ଯୋଗୁରୁ ମୁଁ ତାଙ୍କୁ କଟୁ ବଚନ କହିଥିଲି, ମୁଁ ତାଙ୍କୁ ଯାଇକି ଚରଣ ସ୍ପର୍ଶ କରିବି, ତାଙ୍କୁ ଭୁଲ ମାଗିବି, ବୁଝିପାରୁଛନ୍ତି? ହୁଁ ମନର ହୁଁ। ସ୍ଥିତି କେମିତି ହେଇଗଲା। ମାନେ କେହି ପାତ୍ର ଅନ୍ତର ନାହିଁ। ତାପରେ ଏମିତି ହେଇକିରି ତାପରେ ନିଜେ ନିଜେ ପୁଣି ଠିକ ହେଲେ? ନିଜେ ନିଜେ ଧୀରେ ଧୀରେ ଶାସ୍ତ୍ରକୁ ପଢ଼ିଲି, ତାପରେ କିଛି ମଠ ମନ୍ଦିର ବୁଲିଲି, ଗୁରୁଦେବଙ୍କୁ ପାଇଲି, ତାପରେ ଧୀରେ ଆପଣଙ୍କର ଧୀରେ ଗୁରୁ, ପୁଣି ଆପଣ ଗୁରୁ କାହାକୁ କରିଥିଲେ? ଶ୍ରୀ 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 ପରମହଂସ ପ୍ରଜ୍ଞାନନ୍ଦ ଜୀ ହେଉଛନ୍ତି ମୋ ଗୁରୁଦେବ। ପ୍ରଜ୍ଞାନ ମିଶନ ଅଛି ଆମର। ଗୁରୁ ଆକ୍ଚୁଆଲି ଦେଖନ୍ତୁ, ଗୁରୁ ଜ୍ଞାନ, ଜ୍ଞାନ କେଉଁ ସ୍ରୋତରୁ ଆପଣ ମାନେ ତାକୁ ଆପଣ ଷ୍ଟାର୍ଟିଂ ରୁ ଗୁରୁ ବୋଲି ମାନି ନେଲେ, ନା ଏଇଟା ସବୁ ହେଲା ପରେ ତାଙ୍କ ପାଖକୁ ଯାଇଥିଲେ? ହେଲା ପରେ ମୁଁ ମନେ ହଁ ମନେ ହଁ। ଗୁରୁଙ୍କୁ ଖୋଜିଲି। ଏସବୁ ହେଲା ପରେ ମୁଁ କହିଲି ଆଉ ଟିକେ ଏସବୁ ଜିନିଷକୁ ଗଭୀର ଭାବରେ ଅନୁଭବ ତ କଲେ, ଅନୁଭବ ତାଙ୍କ ସଙ୍ଗେ ଆଶ୍ରମ ସଙ୍ଗେ କୋଉଠି? ପ୍ରଜ୍ଞାନନ୍ଦ ଯୋଉ ତାଙ୍କ ଆଶ୍ରମ? ବାଲିଘାଇରେ, ପୁରୀ, ବାଲି। ହଁ ପୁରୀ ହଁ। ବାଲିଘାଇ। ତ ମୁଁ ଗୁରୁଦେବଙ୍କୁ କିନ୍ତୁ ଖୋଜୁଥିଲି, ଭଲ ମନେ ମନେ କିଛି ଗୁରୁଙ୍କୁ ଖୋଜୁଥିଲି। ଥରେ କ'ଣ ହେଲା, ଗୋଟେ ଭିଡ଼ିଓ ଦେଖୁଥିଲି, ତା ଦେହରେ ଗୁରୁଦେବ ଗୋଟେ ଚର୍ଚ୍ଚରେ ବସିକରି ସତ୍ସଙ୍ଗ କରୁଛନ୍ତି, ହଁ ବୁଝିପାରିଲେ? ହଁ ହଁ। ଚର୍ଚ୍ଚରେ ବସିଛନ୍ତି, ସେଠି ଜିଜସ୍ କ୍ରାଇଷ୍ଟଙ୍କ ଫଟୋ ଅଛି, ସେଠି ଆପଣଙ୍କ ରାମଙ୍କର ଫଟୋ ଅଛି, ଶିବଙ୍କ ଫଟୋ ଅଛି, ଆମ ଗୁରୁଦେବଙ୍କ ଫଟୋ ଥୁଆ ହେଇଛି ସେଠି। ସେଠୁ ଗୁରୁଦେବଙ୍କର କଥାବାର୍ତ୍ତା ମୋତେ ଭାରି ହୃଦୟସ୍ପର୍ଶୀ ହେଲା। ତାପରେ ଦ୍ୱିତୀୟ ମୁଁ ଦେଖିଲି, ଯାହାଙ୍କ ଭିତରେ ଜାତି ପ୍ରଥା ନାହିଁ, ଧର୍ମ ହଁ ନାହିଁ, ସିଏ ଆକ୍ଚୁଆଲି ଈଶ୍ୱରକୁ ଠିକ୍ ଚିହ୍ନିଛନ୍ତି। ସମସ୍ତେ କହୁଛନ୍ତି ଈଶ୍ୱର ଏକ ଏକ, କିନ୍ତୁ ହଁ ଧର୍ମରେ ବାଣ୍ଟିଛନ୍ତି, ଆମ ଧର୍ମ ବାଣ୍ଟିଛନ୍ତି ହଁ। ବଡ଼, ତମ ଧର୍ମ ଛୋଟ। ତ ସେଠି ଯେତେବେଳେ ଦେଖିଲେ ଗୁରୁଦେବ ଚର୍ଚ୍ଚରେ ବସିକରି ବ୍ରହ୍ମଜ୍ଞାନ ଚର୍ଚ୍ଚା କରୁଛନ୍ତି, ମନ ଭିତରେ ମୋର ବ୍ୟାକୁଳତା ଆସିଲା। ଇଏ ଯଦି ମୋ ଗୁରୁଦେବ ହୁଅନ୍ତେ, ମୁଁ ଆହୁରି ବହୁତ କଥା କିଛି ଶିଖିପାରନ୍ତି, ଆହୁରି କିଛି କଥା ଜାଣିପାରନ୍ତି। ତାପରେ ଆପଣ ତାଙ୍କ ପାଖକୁ ଗଲେ, ତାଙ୍କ ପାଖକୁ ଗଲି। ସେ ସବୁ ଶିଖେଇଲେ ଜ୍ଞାନ? ଆଜ୍ଞା, ତାଙ୍କ ଦ୍ୱାରା ବି ବହୁତ କଥା ଶିଖିବାକୁ ମିଳିଲା, ବହୁତ କଥା ଜାଣିବାକୁ ମିଳିଲା। ଆଉ ଏଠି ଦେଖନ୍ତୁ, ଶ୍ରୋତ୍ରିୟ ବ୍ରହ୍ମନିଷ୍ଠା ଦୁଇଟା ଜିନିଷର ଆବଶ୍ୟକ ଅଛି। ଜଣେ ସମ୍ପୂର୍ଣ୍ଣ ଏ ବ୍ରହ୍ମତତ୍ତ୍ୱକୁ ଜାଣିବା ପାଇଁ ହେଲେ, ଏକରେ ହେଲା ବ୍ରହ୍ମାନୁଭୂତି, ଦ୍ୱିତୀୟ ହେଲା ଶାସ୍ତ୍ର ଅନୁଯାୟୀ ଜାଣି ବି ଥିବେ, ଜ୍ଞାନ ବି ଥିବା ଦରକାର। ହୁଁ। ଏ ଦୁଇଟା ତ ଆଉ ଏଇ ଧୀରେ ଯୋଉଟା ଯୋଉ ଆପଣ ପ୍ରାଣାୟାମ ଟା ଯୋଉ କହିଥିଲେ, ମାନେ ଏ ଯୋଉ ନିଶ୍ୱାସ ଶ୍ୱାସକୁ ଭିତରେ ରଖିବ, ମାନେ ଯେତେ ସମୟ ତମେ ଶ୍ୱାସ ପ୍ରାଣବାୟୁକୁ ତମେ ଆୟତ୍ତ କରିପାରିବ, ସେତେ ଯାଇ ମନକୁ କଣ୍ଟ୍ରୋଲ କରିପାରିବ। ଯେ ନିଶ୍ଚୟ। ମୁଁ ଚେଷ୍ଟା ଗୋଟେ ମିନିଟ ବି ତ ରଖିପାରୁନି। ନା ନା ନା, ସେମିତି ରଖିବାନି। ଫେରେ ଅଧିକ ମାନେ ବଳ ପ୍ରୟୋଗ କରିବେନି। ସେ ଯେତିକି ଦେଖନ୍ତୁ, ପ୍ରାଣାୟାମ ଆମେ ବୁଝିବା ଦରକାର। ପ୍ରାଣାୟାମ ହେଲା ପ୍ରାଣବାୟୁ ମାଧ୍ୟମରେ ହୁଁ ବ୍ୟାୟାମ କରିକିରି ମନକୁ ସ୍ଥିର କରୁଛେ, ସ୍ଥିର କରିବା। ବୁଝିପାରୁଛନ୍ତି? ଯେତେବେଳେ ଆଜ୍ଞା। ଆମେ ଦେଖନ୍ତୁ, ଶରୀରକୁ ଯେତେବେଳେ ଆଘାତ ହୁଏ କି କଷ୍ଟ ହୁଏ, ମନ ସ୍ଥିର ହେଇଯାଏ। ମନ ଆଉ ହୁଁ ଭୌତିକ ଚିନ୍ତା ଚିନ୍ତନରେ ଫସେନି, ମନ ବର୍ତ୍ତମାନ ସ୍ଥିତିକୁ ଆସିଯାଏ। ତ ଆଜ୍ଞା। ଯେତେବେଳେ ଆମେ ନିଶ୍ୱାସକୁ ରୋକି ଦେଉଛେ, ମନ ଉପରେ ଚାପ ପଡ଼ୁଛି, ମନ କ'ଣ ହୁଁ କରୁଛି? ବିଚାର ରହିତ ସ୍ଥିତିକୁ ପଳାଉଛି। ଏକାଗ୍ର ଚିତ୍ତରେ ସେ ନିଶ୍ୱାସ ରୋକିବାର ସେ ଯେଉଁ ପୀଡ଼ାକୁ ଅନୁଭବ କରୁଛି। ତ ଆ ମାଧ୍ୟମରେ କ'ଣ ହେବ? ମନ ବର୍ତ୍ତମାନ ସ୍ଥିତିକୁ ଆସିଯିବ। ମନ ବିଚାରର ବେଗରେ ହଜି ମଜିଯିବନି, ସ୍ଥିର ହେବ। ତ ଧୀରେ ଧୀରେ ଯେତେବେଳେ ଆମେ ପୂରକ ମାନେ ନିଶ୍ୱାସ ଭିତରକୁ ନେବା, ହୁଁ। ବୁଝିପାରୁଛନ୍ତି? ରୋଚକ ପୁରକ ମାନେ ରୋଚକ କୁମ୍ଭକ। ହଁ। ରୋଚକ ମାନେ ନିଶ୍ୱାସକୁ ବାହାରକୁ ଛାଡ଼ିବା, କୁମ୍ଭକ ମାନେ ଭିତରେ ରଖିବା। ଅନ୍ତଃକୁମ୍ଭକ, ବାହ୍ୟ କୁମ୍ଭକ। ବାହ୍ୟ କୁମ୍ଭକ ହଁ। ନିଶ୍ୱାସକୁ ଭିତରେ ରୋକିବାର ବିଧିକୁ ଅନ୍ତଃକୁମ୍ଭକ କୁହାଯାଏ, ବାହାରେ ରୋକିବାର ବିଧିକୁ ବାହ୍ୟ କୁମ୍ଭକ କୁହାଯାଏ। ତ ଏ ଯେଉଁ କୁମ୍ଭକ ଯେତେବେଳେ ଆମେ କରିବା, କୁମ୍ଭକ କଲେ ମନ ସ୍ଥିର ହେବ। ମୁଖ୍ୟ ଉଦ୍ଦେଶ୍ୟ ହେଲା ମନକୁ ସ୍ଥିର କରିବା ଏଠି, ବୁଝିପାରୁଛନ୍ତି? ଆଜ୍ଞା। ପ୍ରାଣାୟାମ କରିପାରିଲେ ଧାରଣା ହେଇପାରିବ, ତାପରେ ଧ୍ୟାନ ଗଠିତ ହେବ। ତ ପ୍ରାଣାୟାମ ଆମକୁ ଧ୍ୟାନ କରିବାରେ ସହାୟକ ହେବ।
ଏମିତି ନୁହେଁ ଯେ ପ୍ରାଣବାୟୁକୁ ବେଶୀ ସମୟ ରୋକିଲେ ଆମ ଭିତରେ କିଛି ପାୱାର୍ସ ଆସିଯିବ, ଶକ୍ତି ଆସିଯିବ, ନା 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 ନା। ପ୍ରାଣବାୟୁକୁ ରୋକିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେତେବେଳେ ପ୍ରାଣ ସ୍ଥିର ହେଇଯାଉଛି, ପ୍ରାଣବାୟୁ ଯେତେବେଳେ ଆମେ ରୋକି ଦେଉଛେ, ମନ ଉପରେ ଚାପ ପଡ଼ୁଛି, ମନ ବର୍ତ୍ତମାନ ସ୍ଥିତିକୁ ଆସିଯାଉଛି। ମନ ଯେଉଁ ବହିର୍ମୁଖୀ ଯେଉଁ ଚିନ୍ତା ଚିନ୍ତନର ଯେଉଁ ବିଚାରର ବେଗରେ ଭାସି ଯାଉଥିଲା, ବିଚାରର ଜାଲରେ ଫସିକି ଥିଲା, ସେମିତିଆ ମନ ସ୍ଥିର ହେଇଯାଉଛି, ସେମିତିଆ ମନ ଶାନ୍ତ ହେଇଯାଉଛି। ଆଜ୍ଞା ବୁଝିପାରୁଛନ୍ତି? ତ ମନକୁ ସ୍ଥିର କରିବା ପାଇଁ ପ୍ରାଣାୟାମ ଗୋଟେ ମାଧ୍ୟମ। ଆଜ୍ଞା ଭଲ ଲାଗିଲା ଆପଣଙ୍କ କଥା ସବୁ। ଏଇଟା ଯେଉଁ ଆମ ଯେଉଁ ସ୍ପିଚ୍ଟା ମୁଁ ଅପଲୋଡ଼ କରିଦେବି କି, ବହୁତ ଲୋକଙ୍କ ପାଖରେ ପହଞ୍ଚିବ ଏସବୁ ଜ୍ଞାନ ଯାଇକରି? ଆଜ୍ଞା। କାହିଁକିନା ଅନେକ ଲୋକ ବି ମାନେ ମୁଁ ଭାବୁଥିବେ। ଯୋଉ ଆପଣଙ୍କ ସାଙ୍ଗେ କଥା ହଉଛି? ଆଜ୍ଞା ଆଜ୍ଞା। ନା 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 କିଛି ଅସୁବିଧା ନାହିଁ। ମୁଁ କି ଖରାପ ଭାବିବ କିଏ? କାହିଁ ଖରାପ କଣ ଭାବିବେ, ଯାହା ପଚାରୁଛନ୍ତି ଆଉ କଣ। ବହୁତ ଲୋକ ଦେଖନ୍ତୁ, ଇଏ ବହୁତ ଲୋକଙ୍କ ମନରେ ବହୁତ ସାରା ବିଚାର ଆସେ, କିନ୍ତୁ ବହୁତ ଲୋକ ପଚାରି ପାରନ୍ତିନି, କାଳେ କି କ'ଣ ଖରାପ ଭାବିବେ, କାଳେ କ'ଣ ଗୁରୁଜୀ କ'ଣ ରାଗିଯିବେ। ନା ମୁଁ ଟିକେ ଭାବିଲି କଣ, ମାନେ ମୁଁ ଭାବିଲି କାଳେ ମୁଁ ଏକା କରିପାରୁନି ନା, ଆଉ ଏମିତି ନାଇଁ ନାଇଁ, ଆପଣଙ୍କ ଲାଇଫରେ ଏମିତି ବହୁତ ଷ୍ଟାର୍ଟିଂ ହେଇଛି ଟା ଏମିତି ବହୁତ। ଥିଲା ନା, ଷ୍ଟାର୍ଟିଂ ରୁ ପୁରା ଶିଖିଲେ କି କଣ, ସେଟା ମୁଁ ନାଇଁ ନାଇଁ ଜାଣିବି। ନାଇଁ, ଷ୍ଟାର୍ଟିଂ ମୁଁ ଯଦି ମୁଖ୍ୟତଃ କହିବି, ବ୍ରହ୍ମ ଜିଜ୍ଞାସା ପ୍ରବଳିତ ଥିଲା ଏକରେ, ଏଇଟା। ତା ସଙ୍ଗେ ସଙ୍ଗେ ମୋ ମନ ଭିତରେ ହେଇପାରେ ବେଶୀ ଆଶା, ଲୋଭ, ଇଚ୍ଛା, ବାଞ୍ଛନା ଏସବୁ ଟିକେ ବେଶୀ କମ ନଥିଲା, ଥିଲା। କମ୍ ଥିଲା। ତୃତୀୟ ହେଲା, ମୁଁ ଟିକେ ମାନେ ତୃପ୍ତ ଥିଲି ଟିକେ, ମୋ ଯେଉଁ ଜୀବନଶୈଳୀକୁ ନେଇକରି ମୁଁ ଯାହା ବି ପାଇଥିଲି ତା ଉପରେ ମୁଁ ତୃପ୍ତ ଥିଲି। ମୁଁ କାହା ସାଙ୍ଗରେ ନିଜକୁ ତୁଳନା କରେନି, ଏତେ ବଡ଼ ଗାଡ଼ି ଦରକାର, ଏତେ ବଡ଼ ଘର ଦରକାର, ଏତେ ବଡ଼ ଏମିତି ଆଡ଼ମ୍ବର ଦରକାର, କି ଏସବୁ ଇଚ୍ଛା ବେଶୀ ମୋ ଭିତରେ ନାଇଁ, ସେ ନଥିଲା। ଯୋଉ ବୈରାଗ୍ୟ ଭାବନାଟା ଆସିବାଟା ତ ମାନେ ବଡ କଥା ନା ମନ ଭିତରେ। ଆମେ ଆସିବ ଟିକେ ଜ୍ଞାନ, ହଁ ଦେଖନ୍ତୁ ଜ୍ଞାନ ଯେତେବେଳେ ପ୍ରବଳିତ ହେବ, ବୈରାଗ୍ୟ ସ୍ୱତଃ ଘଟିତ ହେବ। ଜ୍ଞାନ ଅଜ୍ଞାନର ଖେଳ ଚାଲିଛି, ଆଜ୍ଞା ବୁଝିପାରୁଛନ୍ତି? ହଁ। ତ ବାରମ୍ବାର ଆପଣ ଯେତେବେଳେ କଣ ଶାସ୍ତ୍ର, ମାନେ ପିଆଜ ରସୁଣ ଖାଆନ୍ତି ନା ଖାଆନ୍ତିନି, ନା ପିଆଜ ରସୁଣ ଛାଡି ଦେଇଛନ୍ତି? ପିଆଜ ରସୁଣ ମୁଁ ଖାଏ। ଖାଲି ଆମିଷଟା ଛାଡିଛନ୍ତି? ଆଜ୍ଞା, ଆମିଷ, ଅଣ୍ଡା ପଡ଼ିଥିବା କେକ୍ ଫେକ୍ ମୁଁ ଖାଏନି, ନା ଅଣ୍ଡା ମୁଁ ତ ପଡ଼ିଥିବା ସେଗୁଡା ସବୁ ସାମ୍ପୁ ଛାଡି ଫାମ୍ପୁ ଦେଇଛି। ୟୁଜ୍ ହଁ କରେନି। ହଁ ବାକି ଇଏ ଦେଖନ୍ତୁ, ଇଏ ପିଆଜ ରସୁଣ ବି ଖରାପ ନୁହେଁ। ପିଆଜ ରସୁଣ ହଁ ଯେଉଁଥିରେ ପଡ଼େ ତା ଦେହରେ ବେଶୀ ତେଲ ମସଲା ଦିଆ ହୁଏ, ବୁଝିପାରୁଛନ୍ତି? ଆଉ ହଁ ଟିକେ ହଁ। ଗରମ ଜିନିଷ ଏସବୁ। ଗରମ ବାକି ଜଳ ଏତେ ହଁ, ସାତ୍ଵିକ ଜିନିଷ ନୁହଁ ନା। ହଁ ବାକି ତା ଦେହରେ ହେଉଛି ଟିକେ କ'ଣ ନା, ଔଷଧୀୟ ଗୁଣ ବି ଅଛି, ପିଆଜ ଦେହରେ ବି ଅଛି, ରସୁଣ ଦେହରେ ବି ଅଛି। ଆଉ ପିଆଜକୁ ରସୁଣକୁ ଆମେ ଯେତେବେଳେ କାଟୁଛେ, ତା ଦେହରେ କିଛି ପୀଡ଼ା ହେଉନି ନା, ସେ ପୀଡ଼ିତ କିଛି ହେଉନି। ତ ପିଆଜ ରସୁଣ ମୁଁ ଖାଏ। ଆଜ୍ଞା, ଠିକ୍ ଅଛି, ନାଇଁ ଏଇଟା ବି। କହନ୍ତି ନା, ଯେମିତି ଅନ୍ନ ସେମିତି ମନ। ହଁ, ସେଥିପାଇଁ ମୁଁ ନିଶ୍ଚୟ ଭାବିଲି ନିଶ୍ଚୟ। ଯେ କାଳେ ଆପଣଙ୍କର ଭିତରେ, ନାଇଁ ଭଗବାନଙ୍କୁ ଆମେ ତ ଈଶ୍ୱରଙ୍କୁ ଦେଖିନେ, ତାଙ୍କର ଉପସ୍ଥିତି କି ଅନୁଭବ କରିବାଟା ଆମ ପାଇଁ ସେତିକି। ଆଉ ଗୋଟେ ସେତିକି କଥା ଆମ ମନେ ଦ୍ଵାରା। ରଖନ୍ତୁ, ଈଶ୍ୱରଙ୍କୁ ଦେଖି ହେବନି। କାହିଁ ନାଇଁ ଦେଖି ଦେଖି ହେବନି? ହବନି। ସେ ହଁ ବିଷୟ, ସେ ଆପଣ ନିଜେ ହଁ ହିଁ। ଈଶ୍ୱରଙ୍କୁ ଅନୁଭବ କରିହେବ, ତାଙ୍କ ସାଙ୍ଗରେ ସମାହିତ ହେଇକି ଚିହ୍ନି ହେବ। ଦେଖି ହେବନି, କାହିଁ ଦେଖି ହେବନି? ଯିଏ ମୋଠୁ ଭିନ୍ନ ଥାଆନ୍ତି ତାଙ୍କୁ ମୁଁ ଦର୍ଶନ କରିପାରିବି। ଯିଏ ବସ୍ତୁ ହେଇଥାନ୍ତି, ବିଷୟ ରୂପକ, ମୁଁ ତାଙ୍କୁ ଦେଖିପାରିବି। ତ ବିଷୟ ଯେହେତୁ ସିଏ ନିଜେ ହିଁ, ଆଧାର ଯେହେତୁ ସିଏ ନିଜେ ହିଁ, ଯେହେତୁ ସିଏ ଦ୍ରଷ୍ଟା, ଯେହେତୁ ସିଏ ସାକ୍ଷୀ, ଯେହେତୁ ସିଏ ମନ ଇନ୍ଦ୍ରିୟର ଊର୍ଦ୍ଧ୍ୱରେ ଅଛନ୍ତି, ତ ତାଙ୍କୁ ଦେଖି ହେବନି, ଦେଖିବା ପାଇଁ ଚେଷ୍ଟା ବି କରିବେନି। ଆଜ୍ଞା କୌଣସି ଆକାର ହେଇଥିବେ, କୌଣସି ଆକୃତି ହେଇଥିବେ, ଏମିତିଆ ରୂପ ଥିବ, ସେମିତିଆ ରୂପ ଥିବ, ନା। ମନର ତୁରୀୟ ଅବସ୍ଥାକୁ ଆପଣ ଯଦି ମନକୁ ନେଇକି ଯାଇପାରିବେ, ମନ ଶାନ୍ତ ସ୍ଥିର ହେଇକରି ମନ ତା ସାକ୍ଷୀକୁ ଚିହ୍ନିବ। ବୁଝିପାରୁଛନ୍ତି? ଆଜ୍ଞା ଏବେ ବି ଆପଣ ସେଇ ହିଁ ଅଛନ୍ତି, କିନ୍ତୁ ମନର ସ୍ତରରେ ହଜିମଜି ଯାଇଛନ୍ତି। ଆଜ୍ଞା ତ ଆମେ ଆକ୍ଚୁଆଲି କ'ଣ ନା, ସିନେମା ଫିନେମା ଦେଖିକିରି, ଟିଭି ଫିଭି ଦେଖିକିରି ଆମେ ଭାବୁଛେ ଏମିତି ତାଙ୍କର 10ଟା ଭୁଜା ଥିବ, ଆଉ ମୂର୍ତ୍ତି ଫୁର୍ତ୍ତି ବି ଆମେ ସବୁ ଦେଖିଛେ ନା, ଏମିତି ଅଳଙ୍କାର ଆଭୂଷଣ, କେଉଁଠି ଲାଇଟ୍ ଆସିବ, କିଛି କରେଣ୍ଟ ପରିକା, କିଛି ବିଜୁଳି ମାରିଲା ପରିକା ଆନିମେସନ୍ କରିକି ସବୁ ଟିଭି ଫିଭିରେ ସବୁ ପଠାଉଛନ୍ତି ନା, ଠାକୁରଙ୍କ ଆଜ୍ଞା ପ୍ରତିଛବି କରିକି। ଆମେ ହଁ ସେଇ ହଁ ପରିକା ଦର୍ଶନ କରିବା ପାଇଁ ଚେଷ୍ଟା କରୁଛେ, କିନ୍ତୁ ତାହା ଅସତ୍ୟ। ଈଶ୍ୱର ହେଲେ ବିଷୟ, ବିଷୟକୁ ବସ୍ତୁ ରୂପରେ ଦେଖିବା ଅସମ୍ଭବ। ବୁଝିପାରୁଛନ୍ତି? ଆଜ୍ଞା ଆଜ୍ଞା ଠିକ୍ ଅଛି, ଏଇଟା ହଉ ଅପଲୋଡ଼ ଠିକ ଅଛି। କରିଦେବା, ଯେ ଶୁଣିବେ କିଛି ଆପଣ, ମୁଁ ଲୋକ। କଥା ହେଲି ବୋଲି ଆପଣ କେମିତି କରିପାରିବେନି ତାକୁ? ହବ ହବ, ଏଇଟା ଓହୋ ହେଉଛି ଯାହା ବି ଆମେ କଥା ହେଉଛେ ରେକର୍ଡ଼ ହେଇଯାଉଛି ତା ଦେହରେ। ମୁଁ ଗୋଟେ ଫୋନ୍ରେ ଓହୋ, କିଛି ଆପେ ସିଷ୍ଟମ୍ ଆପେ। ଅଛି, ହଁ, ଏସବୁ ଅଟୋ ଯଦି ରେକର୍ଡ଼। ମାନେ ଯଦି କରିବେ ବୋଲେ, ଯଦି ମାନେ କୋଉ କଥା ଗୋଟେ କିଏ ଦେଖି ଚାହିଁ କାଟି କୁଟି କରିବେ, ଯୋଉ କଥା ଅନାବଶ୍ୟକ ଠିକ୍ ତାକୁ। ଅଛି, ଠିକ୍ ଅଛି, ହଁ ଠିକ୍ ଅଛି। କିଛି ତ ଆଜ୍ଞା। ଆମେ ଅନାବଶ୍ୟକ କିଛି କଥା ନା ହେଇନି। ନା ଅନାବଶ୍ୟକ ମାନେ ଏ ଯୋଉ ମାନେ ସ୍ପିଚ୍ଟା ବି ଯୋଉ ମୁଁ ଆପଣଙ୍କୁ ହଁ ପଠାଇଦେବି, ଆପଣ ଆଗ ଶୁଣିବେ। ହଁ ଶୁଣନ୍ତୁ, ପଠେଇ ଆଗ ଏ ସ୍ପିଚ୍ଟା ପଠାଇବେ, ଆଗ ଶୁଣନ୍ତୁ।